हेलो फ्रेंड्स, जय जगन्नाथ। आज ମୁଁ ଆପଣଙ୍କ ପାଇଁ ଆଣିଛି କଇଁଆ ଚଟଣି। ତ ଏହାକୁ ଆପଣ କଇଁଆ ପାଗ ମଧ୍ୟ କହିପାରିବେ। ତ କଇଁଆକୁ ଗୋଟା ଆମେ ପ୍ରଥମେ ଧୋଇଦେବା। ଧୋଇ ଦେଇକି ପାଣି ଦେଇକି ଗୋଟେ କଂସାରେ ଆମେ କ'ଣ କରିବା, ସିଝିବାକୁ ବସାଇବା। 7ରୁ 8 ମିନିଟ୍ ଭିତରେ ଆମର ସିଝା ପ୍ରସ୍ତୁତି ହେଇଯିବ। ଦେଖନ୍ତୁ ମୋର ସିଝା ହେଇଗଲା। ତ ତାକୁ ଆମେ ଗୋଟେ ପ୍ଲେଟ୍କୁ ବାହାର କରିଦେବା। ଏଇ କଇଁଆକୁ ସେଥିରେ କଞ୍ଚା ଲଙ୍କା ଦେଇଛି ଗୋଟିଏ, ଲୁଣ ଦେଇଛି ଅଳ୍ପ କିଛି, ପୋଦିନା ପତ୍ର ଦେଇଛି। ପୋଦିନା ପତ୍ର ବଦଳରେ ଆପଣ ଧନିଆ ପତ୍ର ବି ଦେଇପାରିବେ। ଦେଇକି ଏହାକୁ ଭଲ ଭାବରେ ଆମେ କଞ୍ଚା ଲଙ୍କାକୁ ଦଳିକି ଚକଡ଼ିବା। ତ ଏଥିରେ ଟିକେ ଆମେ ଯେଉଁ କଇଁଆ ସିଝେଇଥିଲେ ସେଇ ପାଣି ମଧ୍ୟ ଦେଇକି ଚକଡ଼ିବା। ଏହାକୁ ଯଦି ଆପଣ ସାଇଡ଼୍ ଆଇଟମ୍ ଭାବରେ ଭାତ ଖାଆନ୍ତି ତାହେଲେ ଗୋଟିଏ ଥାଳି ଜାଗାରେ ଆପଣ 2 ଥାଳି ଖାଇପାରିବେ। ଏଇ ଗ୍ୟାରେଣ୍ଟି ମୋର ରହିଲା। ତ ମୋର କଇଁଆ ଚଟଣି ପ୍ରସ୍ତୁତି ହେଇଗଲା। ତ ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗୁଛି ନିଶ୍ଚିତ ରୂପେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ। ଜୟ ଜଗନ୍ନାଥ। ଧନ୍ୟବାଦ।